ଆଜି ଆସନ୍ତୁ ଆମ୍ଭେମାନେ ଆରାଧନା ଏବଂ ପାପର କ୍ଷମା ଏହି ଶୀର୍ଷକର ସହିତ ପରମେଶ୍ୱରଙ୍କ ବାକ୍ୟ ଭାଗ କରିବା। ଆସନ୍ତୁ ଆମ୍ଭେମାନେ ଏହା ବୁଝିବା କି ଆମ୍ଭମାନଙ୍କ ବିଶ୍ୱାସର ଜୀବନରେ ଆରାଧନା କେତେ ମହତ୍ତ୍ୱପୂର୍ଣ୍ଣ। ଯେତେବେଳେ ସ୍ୱର୍ଗ ଯିବାର କଥା ଆସେ, ତେବେ ଆସନ୍ତୁ ଆମ୍ଭେମାନେ ଏହା ଜାଣିବା କି ଯଦି ଆରାଧନା ନ ହୁଏ, ତେବେ ଆମ୍ଭମାନଙ୍କ ସହିତ କ'ଣ ହେବ। ଆମ୍ଭେମାନେ ସ୍ୱତନ୍ତ୍ର ଭାବରେ ଆରାଧନା କରୁଥିଲୁ, କିନ୍ତୁ ବର୍ତ୍ତମାନ ଯେତେବେଳେ ସରକାରୀ ନିୟମ ଲାଗୁ ହୋଇଛି, ତେବେ ଆମ୍ଭେ ଏପରି ଜରୁରୀକାଳୀନ ପରିସ୍ଥିତିରେ ଯେଉଁଠାରେ ଆରାଧନା ବାଧାପ୍ରାପ୍ତ ହୁଏ, ଆମ୍ଭେ ସେହି ଆରାଧନା ଯାହା ଆମ୍ଭେମାନେ ସର୍ବଦା ଶାନ୍ତିରେ କରୁଥିଲୁ ଏବଂ ସେହି ଆରାଧନା ମଧ୍ୟରେ ପାର୍ଥକ୍ୟ ଅନୁଭବ କରିଥାଉ ଯାହା ଆମ୍ଭେମାନେ ଜରୁରୀକାଳୀନ ସମୟରେ କରୁଅଛୁ। ଆଜି ଆସନ୍ତୁ ଆମ୍ଭେମାନେ ବାଇବେଲ ମାଧ୍ୟମରେ ଏହା ଶିଖିବାର ସମୟ ନେବା କି ପରମେଶ୍ୱର ଆରାଧନା ମାଧ୍ୟମରେ ଆମ୍ଭମାନଙ୍କୁ ପାପର କ୍ଷମା ପ୍ରଦାନ କରନ୍ତି। ବାଇବେଲ ଅନୁସାରେ ଆଦମ ଓ ହବାଙ୍କ ପାପ କରିବା ପରେ ହିଁ ପରମେଶ୍ୱର ଓ ମନୁଷ୍ୟଙ୍କ ମଧ୍ୟରେ ଆରାଧନାର ନିର୍ମାଣ କରାଗଲା। ଆରାଧନାର ମୂଳ ବିଶେଷତା ଅନୁତାପ ଓ ପାପର କ୍ଷମା। ଯେଉଁମାନେ ଅନୁତାପ କରିନାହାନ୍ତି ସେମାନେ ଆରାଧନା କରିପାରିବେ ନାହିଁ, ଆଉ ଯେଉଁମାନେ ଆରାଧନା କରନ୍ତି ନାହିଁ ସେମାନଙ୍କ ପାଇଁ ଆପଣା ପାପର କ୍ଷମା ପାଇବାର ପଥ ନାହିଁ। କଇନର ବଳିଦାନ ଓ ହେବଲର ବଳିଦାନ ବାଇବଲରେ ଏହି ପ୍ରକାର ଦେଖାଯାଏ, ହଁ ନା? ବଳିଦାନ ଓ ଆରାଧନା ଗୋଟିଏ ପରି। ହେବଲର ଆରାଧନା ଓ କଇନର ଆରାଧନା, ସେମାନେ କାହିଁକି ଆରାଧନା କରିଥିଲେ? କାରଣ ଆମ୍ଭେମାନେ ପାପର କ୍ଷମା ପ୍ରାପ୍ତ କରିବା ପରେ ହିଁ ଅମୃତ ବୃକ୍ଷ ନିକଟକୁ ଯାଇପାରିବା। ଏଥିପାଇଁ ପରମେଶ୍ୱର ଆରାଧନା ଦ୍ୱାରା ହେବଲ ଓ କଇନଙ୍କୁ ପାପର କ୍ଷମା ପାଇବାର ପଥ ଦେଖାଇଲେ। ଆଉ କଇନ ଓ ହେବଲଙ୍କ ପରେ ଅନେକ ଲୋକମାନେ ପରମେଶ୍ୱରଙ୍କୁ ଆରାଧନା କରିବା ସମୟରେ ପଶୁଙ୍କ ରକ୍ତ ଦ୍ୱାରା ପରମେଶ୍ୱରଙ୍କୁ ବଳିଦାନର ନୈବେଦ୍ୟ ଉତ୍ସର୍ଗ କଲେ। ଏହି ପ୍ରକାର ମୋଶାଙ୍କ ସମୟ ପର୍ଯ୍ୟନ୍ତ ସହସ୍ର ବର୍ଷ ବିତିଯାଇଅଛି। ମୋଶାଙ୍କ ସମୟରେ ଆରାଧନାର ବିଧି ସ୍ଥାପିତ କରାଯିବାକୁ ଲାଗିଲା। ସେ ପର୍ଯ୍ୟନ୍ତ ଅନେକ ପ୍ରକାରର ବିଧି ପରିତ୍ୟାଗ କରାଯାଇଥିଲା, କିନ୍ତୁ ମୋଶାଙ୍କ ସମୟରେ ପରମେଶ୍ୱର ଏହା କହୁଥାଇ ସିନୟ ପର୍ବତ ଉପରେ ଆରାଧନାର ବିଧି ସ୍ଥାପିତ କରିଥିଲେ କି ଏବେଠାରୁ ଏହି ବିଧି ଅନୁସାରେ ମୋହର ଆରାଧନା କରିବ। ଏହା ପୁରାତନ ନିୟମର ବ୍ୟବସ୍ଥା। ସରଳ ଭାଷାରେ କହିବା ତେବେ ପରମେଶ୍ୱର ଲୋକମାନଙ୍କୁ ଜାଣିବାକୁ ଦେଲେ କି ପୁରାତନ ନିୟମରେ ଆରାଧନା କେଉଁ ପ୍ରକାର କରିବା ଉଚିତ। ପୁରାତନ ନିୟମ ନୂତନ ନିୟମକୁ ପ୍ରତିବିମ୍ବିତ କରିବା ପାଇଁ ପ୍ରତିରୂପ ଓ ପ୍ରତିବିମ୍ବ ହୋଇଗଲା। ପୁରାତନ ନିୟମର ସମୟରେ ସମସ୍ତ ଆରାଧନାକୁ ରକ୍ତ ନିର୍ଗତ କରି ସଞ୍ଚାଳିତ କରାଯାଉଥିଲା, କିନ୍ତୁ ନୂତନ ନିୟମ ସମୟରେ ଯୀଶୁଖ୍ରୀଷ୍ଟ ନିସ୍ତାରପରର ମେଷ ଶାବକ ଓ ପ୍ରାୟଶ୍ଚିତ୍ତର ବଳି ହେଲେ। ନୂତନ ନିୟମର ଆରାଧନାର ବ୍ୟବସ୍ଥା ଆରମ୍ଭ ହେବାକୁ ଲାଗିଲା। ପୁରାତନ ନିୟମରେ ଆରାଧନା ଥିଲା, ଆଉ ନୂତନ ନିୟମରେ ମଧ୍ୟ ଆରାଧନା ଅଛି। ଆରାଧନା ବିନା ପାପର କ୍ଷମା ଦିଆଯାଇ ପାରିବ ନାହିଁ। ଆରାଧନା ବିନା ପରମେଶ୍ୱର ଏବଂ ମାନବ ଜାତି ମଧ୍ୟରେ ଦୂରତାକୁ ନଷ୍ଟ କରାଯାଇପାରିବ ନାହିଁ। ଆମ୍ଭମାନଙ୍କ ବିଶ୍ୱାସର ଜୀବନରେ ଆରାଧନା ଅଧିକ ମୂଲ୍ୟବାନ। କିଛି ଲୋକ ଆରାଧନାକୁ ହାଲୁକାରେ ନେଇ ସହଜରେ ଏପରି ଚିନ୍ତା କରନ୍ତି, ମୋତେ କେବଳ ଠିକ୍ ସମୟରେ ଆରାଧନା କରିବା ଆବଶ୍ୟକ, ମୋତେ ଏହା ନିମନ୍ତେ ସେତେ ଚେଷ୍ଟା କରିବା ଆବଶ୍ୟକ ନାହିଁ। କିନ୍ତୁ ନୂତନ ନିୟମର ଆପଣା ବିଧି ଓ ବ୍ୟବସ୍ଥା ଅଛି, ଆଉ ପୁରାତନ ନିୟମରେ ମଧ୍ୟ ଆପଣା ବିଧି ଓ ବ୍ୟବସ୍ଥା ଅଛି, ହଁ ନା? ପୁରାତନ ନିୟମର ଆରାଧନା କରିବାର ପ୍ରଣାଳୀ ପୁରାତନ ନିୟମରେ ଲେଖା ଅଛି, ଆଉ ନୂତନ ନିୟମର ଆରାଧନା କରିବାର ପ୍ରଣାଳୀ ନୂତନ ନିୟମରେ ଲେଖା ଅଛି। ଯଦି ଆମ୍ଭେ ଏହି ବିଷୟରେ ବିଚାର କରିବା, ତେବେ ଆରାଧନା ବିନା ଆମ୍ଭମାନଙ୍କ ବିଶ୍ୱାସର ଜୀବନର ଅସ୍ତିତ୍ୱ କେବେ ହୋଇପାରିବ ନାହିଁ। ଆମ୍ଭମାନଙ୍କୁ ଆରାଧନା କରିବାର ଆବଶ୍ୟକ ଅଛି। ଏଦନ ଉଦ୍ୟାନରେ ଏହା ଦେଖାଇବା ପାଇଁ ପ୍ରତିରୂପରେ ଲେଖାଯାଇଥିଲା କି ସ୍ୱର୍ଗରେ ମାନବ ଜାତି ପରମେଶ୍ୱରଙ୍କ ବିରୋଧରେ କେମିତି ପାପ କଲା, ଆଉ ଏଦନରେ ହୋଇଥିବା ଘଟଣା ଦ୍ୱାରା ପରମେଶ୍ୱର ଆମ୍ଭମାନଙ୍କୁ ଏହା ଦେଖାଇଲେ କି ଆମ୍ଭେମାନେ କେମିତି ପାପ କରି
ଏହି ପୃଥିବୀରେ ବିତାଡ଼ିତ ହୋଇଥିଲୁ। ଏଥିପାଇଁ ଆମ୍ଭମାନଙ୍କ ନିମନ୍ତେ ହଜିଯାଇଥିବା ସ୍ୱର୍ଗକୁ ପୁଣି ଥରେ ଦେବା ନିମନ୍ତେ ପରମେଶ୍ୱର ଆରାଧନା ମାଧ୍ୟମରେ ଏହା ଜାଣିବାକୁ ଚାହାନ୍ତି କି ଆମ୍ଭମାନଙ୍କ ମନରେ କ'ଣ ଅଛି। ପରମେଶ୍ୱର କହିଲେ, ମୁଁ ଇସ୍ରାଏଲଙ୍କ ଜଙ୍ଗଲରେ ଯେଉଁଠି ସେମାନେ 40 ବର୍ଷ ପର୍ଯ୍ୟନ୍ତ ଚାଲିଲେ, ଏଥିପାଇଁ ପରୀକ୍ଷା କଲି, କାରଣ ମୁଁ ଏହା ଜାଣିବାକୁ ଚାହୁଁଥିଲି କି ସେମାନଙ୍କ ମନରେ କ'ଣ ଅଛି ଓ ତାଙ୍କ ବିଶ୍ୱାସ କେମିତି ଅଛି। ହଁ ନା? ପରମେଶ୍ୱର ବିଶ୍ରାମ ଦିନର ଆରାଧନା, ସକାଳ ଓ ଅପରାହ୍ନର ଦୈନିକ ପ୍ରାର୍ଥନାର ସମୟ ଆଉ ପ୍ରତ୍ୟେକ ବାର୍ଷିକ ପର୍ବର ଆରାଧନା ଦ୍ୱାରା ଆପଣା ପ୍ରତି ଆମ୍ଭମାନଙ୍କ ମନୋଭାବ ଦେଖିବାକୁ ଚାହାନ୍ତି। ଏପରି କରୁଥାଇ ଯେବେ ପରମେଶ୍ୱରଙ୍କ ଏହି ପୃଥିବୀରେ ରହୁଥିବା ମନୁଷ୍ୟଙ୍କ ନ୍ୟାୟ କରିବାର ସମୟ ଆସିବ, ତେବେ ସେ ସେହି ଆତ୍ମାଙ୍କ ମଧ୍ୟରେ ପାର୍ଥକ୍ୟ କରିବେ, ଯେଉଁମାନେ ଅନୁତାପ କରିଛନ୍ତି ଆଉ ଯେଉଁମାନେ ଅନୁତାପ କରିନାହାନ୍ତି। କାରଣ ଏହା ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ, ତେଣୁ ପରମେଶ୍ୱର ଆମ୍ଭମାନଙ୍କୁ ଆରାଧନା କରିବାକୁ ଅନୁମତି ଦେଇଛନ୍ତି। ଆରାଧନା ବିନା ଆମ୍ଭମାନଙ୍କ ବିଶ୍ୱାସର ଜୀବନ ଅସ୍ତିତ୍ୱ ହୋଇପାରିବ ନାହିଁ। ଆଦି ପୁସ୍ତକ ଅଧ୍ୟାୟ 4 ପଦ 1। ଅନନ୍ତର ଆଦମ ଆପଣା ଭାର୍ଯ୍ୟା ହବାଙ୍କର ସହବାସ କରନ୍ତେ ସେ ଗର୍ଭବତୀ ହୋଇ କଇନ୍ ଅର୍ଥାତ୍ ଲାଭ ନାମକ ଗୋଟିଏ ପୁତ୍ର ପ୍ରସବ କରି କହିଲେ, ସଦାପ୍ରଭୁଙ୍କ ସାହାଯ୍ୟରେ ମୋର ଏକ ନର ଲାଭ ହୋଇଅଛି। ଏଥି ଉତ୍ତାରୁ ସେ ହେବଲ ଅର୍ଥାତ୍ ଅସ୍ଥାୟୀ ନାମକ ଏକ ତାହାର ସହୋଦରକୁ ପ୍ରସବ କଲେ। ହେବଲ ମେଷପାଳକ ଓ କଇନ୍ କୃଷକ ଥିଲେ। ସମୟାନୁକ୍ରମେ କଇନ୍ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଭୂମିତ୍ପନ୍ନ ଫଳ ଆଣି ଉତ୍ସର୍ଗ କଲେ। ଆଉ ହେବଲ ମଧ୍ୟ ନିଜ ପଲର ପ୍ରଥମଜାତ କେତେକ ପଶୁ ଓ ସେମାନଙ୍କ ମେଦ ଉତ୍ସର୍ଗ କଲେ। ସଦାପ୍ରଭୁ ହେବଲଙ୍କୁ ଓ ତାଙ୍କର ନୈବେଦ୍ୟକୁ ଗ୍ରାହ୍ୟ କଲେ, ମାତ୍ର କଇନଙ୍କୁ ଓ ତାଙ୍କର ନୈବେଦ୍ୟକୁ ସେ ଅଗ୍ରାହ୍ୟ କଲେ। ଏହେତୁ କଇନ୍ ଅତି କ୍ରୋଧ କରି ଅଧମୁଖ ହେଲେ। କଇନର ନୈବେଦ୍ୟ ଓ ହେବଲର ନୈବେଦ୍ୟ, ଏହା ବାଇବେଲରେ ମାନବ ଜାତିଙ୍କ ପ୍ରଥମ ଆରାଧନାର ଦୃଶ୍ୟ। କଇନ୍ ଓ ହେବଲ ଏହି ଦୁଇ ପ୍ରକାରର ଆରାଧନା କାହିଁକି ଦେଲେ? ନୈବେଦ୍ୟ ଅର୍ଥାତ୍ ଆରାଧନାରେ ପ୍ରାୟଶ୍ଚିତ୍ତର ଅର୍ଥ ରହିଛି। ଅତୀତରେ କରିଥିବା ପାପ ଦ୍ୱାରା ଆମ୍ଭେମାନେ କେମିତି କ୍ଷମା ପାଇପାରିବା ଏବଂ ପାପର କ୍ଷମା କେମିତି ପ୍ରାପ୍ତ ହୁଏ? ଅତୀତରେ କରିଥିବା ଆମ୍ଭମାନଙ୍କ ସମସ୍ତ ପାପର ଅନୁତାପର ଅର୍ଥ ଆରାଧନାର ଉଦ୍ଦେଶ୍ୟ ମଧ୍ୟରେ ମିଳିଥାଏ। ଏଥିପାଇଁ ଆରାଧନା ନ କରିବାର ଅର୍ଥ ଅନୁତାପ ନ କରିବା, ଆଉ ଏହି ପ୍ରକାର କେହି ପାପର କ୍ଷମା ପ୍ରାପ୍ତ କରିପାରିବ ନାହିଁ। ଏଥିପାଇଁ ଆମ୍ଭମାନଙ୍କ ବିଶ୍ୱାସର ଜୀବନରେ ଆରାଧନା ଅତ୍ୟନ୍ତ ଆବଶ୍ୟକ ଓ ବାଧ୍ୟତାମୂଳକ ଭାଗ ଅଟେ, ଯାହାକୁ କେବେ ପରିତ୍ୟାଗ କରିବା ଉଚିତ ନୁହେଁ। ଯେତେବେଳେ ପରମେଶ୍ୱରଙ୍କ ଆରାଧନା କରିବାର କଥା ଆସେ, ତେବେ ଆମ୍ଭମାନଙ୍କୁ ପରମେଶ୍ୱରଙ୍କ ନିୟମ ଅନୁସାରେ ସଠିକ୍ ଭାବରେ ଆରାଧନା କରିବା ଉଚିତ। ଏଥିପାଇଁ ବିଶ୍ରାମ ଦିନ ଶନିବାର କିମ୍ବା ରବିବାର ଆଉ ଆମ୍ଭମାନଙ୍କ ବିଶ୍ରାମ ଦିନ ପରମେଶ୍ୱରଙ୍କ ବିଧି ଅନୁସାରେ ପାଳନ କରାଯାଇଅଛି କି ନାହିଁ, ଏହି ବିଷୟ ଜାଣିବା ପାଇଁ ଆମ୍ଭେ ସମ୍ବେଦନଶୀଳ ଅଟୁ। ହଁ ନା? ନିସ୍ତାର ପର୍ବ ସହିତ ମଧ୍ୟ ଏପରି ହିଁ। ଯଦି ଆମ୍ଭେମାନେ ଆରାଧନାର ତୁଳନା କଇନଙ୍କ ନୈବେଦ୍ୟ ଓ ହେବଲଙ୍କ ନୈବେଦ୍ୟ ସହିତ କରିଥାଉ, ତେବେ ଅନୁଚିତ ଆରାଧନାର ତୁଳନା କଇନର ନୈବେଦ୍ୟ ସହିତ କରାଯାଏ ଓ ଉଚିତ ଆରାଧନାର ତୁଳନା ହେବଲର ନୈବେଦ୍ୟ ସହିତ କରାଯାଏ। ହଁ ନା? ଏଥିପାଇଁ ଯେତେବେଳେ ଆମ୍ଭେ ଆଦି ପୁସ୍ତକ ଅଧ୍ୟାୟ 4 ଉପରେ ଏକ ନଜର ଦେଇଥାଉ, ତେବେ ଆମ୍ଭେମାନେ ବୁଝିପାରିବା କି ପରମେଶ୍ୱର କଇନ୍ ଓ ହେବଲର ନୈବେଦ୍ୟରୁ ଏହା ଦେଖାଇଲେ କି ଏଦନ ଉଦ୍ୟାନକୁ, ଯେଉଁଠି ଆଦମ ଓ ହବା ମୂଳ ରୂପେ ଥିଲେ, କେମିତି ପୁନଃସ୍ଥାପିତ କରିବା। ପୁରାତନ ନିୟମର ସମସ୍ତ ବ୍ୟବସ୍ଥାକୁ ସହସ୍ର ବର୍ଷ ପର୍ଯ୍ୟନ୍ତ ସଂହିତାବଦ୍ଧ କରାଯାଇନଥିଲା, କିନ୍ତୁ ତାହା ମୂଷାଙ୍କ ସମୟରେ ସଂହିତାବଦ୍ଧ କରାଗଲା। ଆଉ ପରମେଶ୍ୱର ଆମ୍ଭମାନଙ୍କୁ ଦେଖାଇଲେ କି ଆରାଧନାରେ କେମିତି ବିଶିଷ୍ଟତା ରହିଛି। ଆସନ୍ତୁ ଆମ୍ଭେମାନେ ଲେବୀୟ ପୁସ୍ତକ ଅଧ୍ୟାୟ 4କୁ ଯିବା। ଅଧ୍ୟାୟ 4 ପଦ 1ରେ ଲେଖା ଅଛି, ଅନନ୍ତର ସଦାପ୍ରଭୁ ମୋଶାଙ୍କୁ କହିଲେ, ତୁମ୍ଭେ ଇସ୍ରାଏଲ ସନ୍ତାନଗଣଙ୍କୁ କୁହ, ଯାହା ନ କରିବାକୁ ସଦାପ୍ରଭୁ ଆଜ୍ଞା ଦେଇଛନ୍ତି। ଯେବେ କୌଣସି ପ୍ରାଣୀ ତହି ମଧ୍ୟରୁ କୌଣସି କର୍ମ କରି ଭ୍ରାନ୍ତିରେ ପାପ କରେ, ବିଶେଷତଃ ଅଭିଷିକ୍ତ ଯାଜକ ଯେବେ ଲୋକମାନଙ୍କର ଦୋଷଜନକ ପାପ କରେ, ତେବେ ସେ ଆପଣା କୃତ ପାପ ନିମନ୍ତେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ନିଖୁନ୍ତ ଏକ ଗୋବତ୍ସ କେଉଁ ରୂପେ ବଳି ଉତ୍ସର୍ଗ କରିବ? ପାପର୍ଥକ ବଳି ରୂପେ ଉତ୍ସର୍ଗ କରିବ। ଆମ୍ଭମାନଙ୍କର କରିଥିବା ସମସ୍ତ ପାପର ପ୍ରାୟଶ୍ଚିତ କରିବା ନିମନ୍ତେ କରାଯିବାକୁ ଥିବା କାର୍ଯ୍ୟ ହେଉଛି ଆରାଧନା। ପୁରାତନ ନିୟମରେ ଏହାକୁ ବଳିଦାନ କୁହାଯାଉଥିଲା, ଆଉ ନୂତନ ନିୟମରେ ଏହାକୁ ଆରାଧନା କୁହାଯାଏ। ଏହା ଗୋଟିଏ ହିଁ ଅର୍ଥ ଅଛି। ଯଦି ଆରାଧନା ନ ହୁଏ,
ତେବେ ଆମ୍ଭମାନଙ୍କ ନିମନ୍ତେ ପାପର କ୍ଷମା ପାଇବାର କୌଣସି ଫାଟକ ରହିବ ନାହିଁ। ଏହି କାରଣ କି ପରମେଶ୍ୱର ହେବଲଙ୍କ ବଳିଦାନକୁ ଆସୁଥିବା ସମୟ ପର୍ଯ୍ୟନ୍ତ ଚାଲିବାକୁ ଦେଲେ ଏବଂ ମୂଷାଙ୍କ ସମୟରେ ବଳିଦାନର ମୂଳ ତତ୍ତ୍ୱକୁ ଗୋଟିଏ ଗୋଟିଏ କରି ନିୟମ ରୂପରେ ବ୍ୟବସ୍ଥିତ କରିବା ଆରମ୍ଭ କଲେ। ଏହା ହିଁ ହେଉଛି ତାହା ଯାହା ପୁରାତନ ନିୟମର ନିୟମ। ପୁରାତନ ନିୟମର ସମସ୍ତ ବଳିଦାନରେ ପାପୀମାନଙ୍କୁ ଅନୁତାପ ଓ ପରମେଶ୍ୱରଙ୍କ ପ୍ରାୟଶ୍ଚିତ୍ତ ମଧ୍ୟ ନିହିତ ଅଛି। ବଳିଦାନ ବା ଆରାଧନା ପାପୀମାନଙ୍କ ନିମନ୍ତେ ପରମେଶ୍ୱରଙ୍କ ପ୍ରତି ଆପଣା ଅନୁତାପ ବ୍ୟକ୍ତ କରିବା ଓ ପରମେଶ୍ୱରଙ୍କ ନିମନ୍ତେ ସେହି ପାପୀମାନଙ୍କ ଅନୁତାପ ଜାଣି ସେମାନଙ୍କ ପାପର କ୍ଷମା କରିବାର ବିଧି। ଆସନ୍ତୁ ଆମ୍ଭେମାନେ ପଦ 13କୁ ଯିବା। ଆଉ ଇସ୍ରାଏଲର ସମଗ୍ର ମଣ୍ଡଳୀ ଯେବେ ଭ୍ରାନ୍ତ ହୁଅନ୍ତି ଓ ତାହା ସମାଜର ଦୃଷ୍ଟି ଅଗୋଚର ହୁଏ, ଆଉ ଯାହା ନ କରିବାକୁ ସଦାପ୍ରଭୁ ଆଜ୍ଞା ଦେଇଅଛନ୍ତି, ତହିଁ ମଧ୍ୟରୁ ସେମାନେ ଯେବେ କୌଣସି କର୍ମ କରି ଦୋଷୀ ହୁଅନ୍ତି, ତେବେ ସେମାନଙ୍କ କୃତ ସେହି ପାପ ଜଣାପଡ଼ିଲେ ସମାଜ ପାପାର୍ଥକ ବଳି ରୂପେ ଏକ ଗୋବତ୍ସ ଉତ୍ସର୍ଗ କରିବେ। ପୁଣି ସମାଗମ ତମ୍ବୁ ନିକଟକୁ ତାହା ଆଣିବେ। ଏ ଉତ୍ତାରେ ମଣ୍ଡଳୀର ପ୍ରାଚୀନ ବର୍ଗ ସଦାପ୍ରଭୁଙ୍କ ସମ୍ମୁଖରେ ସେହି ଗୋବତ୍ସ ମସ୍ତକରେ ହସ୍ତ ନିର୍ଭର ଦେବେ, ଆଉ ସଦାପ୍ରଭୁ ସମ୍ମୁଖରେ ସେହି ଗୋବତ୍ସ ବୋଧ କରାଯିବ। ଆଉ ଅଭିଷିକ୍ତ ଯାଜକ ସେହି ଗୋବତ୍ସରୁ ରକ୍ତରୁ କିଛି ନେଇ ସମାଗମ ତମ୍ବୁ ମଧ୍ୟକୁ ଆଣିବ। ପୁଣି ଯାଜକ ସେହି ରକ୍ତରେ ଆପଣା ଅଙ୍ଗୁଳି ଡୁବାଇ ସଦାପ୍ରଭୁଙ୍କ ଛାମରେ ବିଚ୍ଛେଦ ବସ୍ତ୍ର ଆଗରେ 7 ଥର ଛିଞ୍ଚିବ। ଏହି ପ୍ରକାର ସେମାନେ ପରମେଶ୍ୱରଙ୍କ ନିମନ୍ତେ ନୈବେଦ୍ୟ ଆଣି ତାଙ୍କ ବଳିଦାନ ରୂପେ ଉପଯୋଗ କରୁଥିଲେ। ସେମାନେ ଗୋବତ୍ସ, ଆଉ କେବେ ମେଷ, କେବେ ଛାଗ ଓ କେବେ କପୋତର ଉପଯୋଗ କରୁଥିଲେ। ପାପ ଏହି ସମସ୍ତ ବ୍ୟବସ୍ଥାର ବହୁତ କେନ୍ଦ୍ରରେ ଅଛି। ଯେବେ ଲୋକଙ୍କୁ ଆପଣା ପାପର ଅନୁଭବ ହେଲା, ତେବେ ସେମାନେ ପରମେଶ୍ୱରଙ୍କୁ ଏହା କହୁଥାଇ ବଳିଦାନ ଉତ୍ସର୍ଗ କଲେ। ଯେତେବେଳେ ଆମ୍ଭେ ଆପଣା ଜୀବନରେ ପଛକୁ ଅନାଇ ଦେଖିଥାଉ, ତେବେ ଆମ୍ଭମାନଙ୍କୁ ଅନୁଭବ ହେଲା କି ଆମ୍ଭମାନଙ୍କ ଜୀବନ ପାପ ଦ୍ୱାରା କଳଙ୍କିତ ହୋଇଅଛି। ଆମ୍ଭମାନଙ୍କୁ କ୍ଷମା କରିଦିଅନ୍ତୁ। ନୂତନ ନିୟମର ଯୁଗରେ ଏ ସମସ୍ତ ଆରାଧନାରେ ପରିବର୍ତ୍ତନ ହୋଇଗଲା। ବଳିଦାନରେ ପାପୀମାନଙ୍କ ଅନୁତାପ ଓ ପରମେଶ୍ୱରଙ୍କ ପ୍ରାୟଶ୍ଚିତ୍ତ ମଧ୍ୟ ସାମିଲ ଅଛି। ଯଦି ପରମେଶ୍ୱରଙ୍କ ପ୍ରତିଜ୍ଞା ବା ଆରାଧନା କୁହାଯାଉଥିବା ନିୟମ ନଥାନ୍ତା, ତେବେ ଆମ୍ଭମାନଙ୍କ ସ୍ୱର୍ଗରେ କରିଥିବା ପାପର ସମାଧାନ, ଯେଉଁ କାରଣ ଆମ୍ଭମାନଙ୍କୁ ଏହି ପୃଥିବୀରେ ବହିଷ୍କାର କରିଦିଆଯାଇଥିଲା, କୌଣସି ଅନ୍ୟ କାର୍ଯ୍ୟ ଦ୍ୱାରା ହୋଇପାରିବ ନାହିଁ। ଅନେକ ଲୋକମାନେ କହୁଛନ୍ତି, ଆମ୍ଭମାନଙ୍କୁ କେବଳ କ୍ରୁଶରେ ନିର୍ଗତ ଯୀଶୁଙ୍କ ରକ୍ତ ଉପରେ ବିଶ୍ୱାସ କରିବା ଆବଶ୍ୟକ। ଆମ୍ଭମାନଙ୍କୁ କେବଳ ଏତିକି ହିଁ କରିବାର ଆବଶ୍ୟକ। ସେମାନଙ୍କୁ ଲାଗୁଅଛି କି ଆରାଧନା ବା ପରମେଶ୍ୱରଙ୍କୁ ଉତ୍ସର୍ଗ କରାଯାଉଥିବା କୌଣସି ବଳିଦାନ ନ ହେଲେ ମଧ୍ୟ ସବୁ କିଛି କରାଯାଇପାରିବ। ବାଇବଲ କର୍ମରହିତ ବିଶ୍ୱାସକୁ କ'ଣ କହିଥାଏ? ଏକ ମୃତ୍ୟୁ ହୋଇଥିବା ବିଶ୍ୱାସ। ପରମେଶ୍ୱର କହିଲେ କି ଯଦି ଆମ୍ଭେ ଆପଣା ପାପର ଅନୁଭବ କରିବା ଓ ତାହାର ଅନୁତାପ କରିବା, ତେବେ ଆମ୍ଭେ ଏହାକୁ କାର୍ଯ୍ୟରେ ବ୍ୟକ୍ତ କରିବା ଉଚିତ। ଯୀଶୁ ନୂତନ ନିୟମକୁ ନିଯୁକ୍ତ କରିବା ସମୟରେ କହିଲେ, ଏହା କର, ହଁ ନା? ସେ ଏହା ଉପରେ କେବଳ ବିଚାର କର କହିଲେ ନାହିଁ। ଏ ସମସ୍ତ ପାଇଁ କାର୍ଯ୍ୟର ଆବଶ୍ୟକତା ହୋଇଥାଏ। ଯଦି ଆପଣ ପୁରାତନ ଓ ନୂତନ ନିୟମର ସମସ୍ତ 66ଟି ପୁସ୍ତକକୁ ଯୋଗ କରନ୍ତି, ତେବେ ସେହି ସମସ୍ତ ବଳିଦାନ ଅର୍ଥାତ୍ ଆରାଧନା ବିଷୟରେ ଅଛି। ଯୀଶୁ ଖ୍ରୀଷ୍ଟ ମଲ୍କିସେଦକଙ୍କ ରୀତିରେ କିଏ ଅଟନ୍ତି? ମହାଯାଜକ। ମହାଯାଜକ କ'ଣ କରନ୍ତି? ଯଦି କୌଣସି ବଳିଦାନ ନ ହୁଏ, ତେବେ କ'ଣ ମହାଯାଜକର ଆବଶ୍ୟକତା ହେବ ନାହିଁ? କାରଣ ନୂତନ ନିୟମରେ ବଳିଦାନ ଅଛି, ଏଥିପାଇଁ ମଲ୍କିସେଦକ ଯାଜକଙ୍କ ଆବଶ୍ୟକତା ଅଛି। ଆରାଧନା ବିନା ନୂତନ ନିୟମର ବିଧି, ଯାହା ମଲ୍କିସେଦକଙ୍କ ରୀତିରେ ଆରାଧନା କରିବାର ପ୍ରଣାଳୀ, ଆଉ ନୂତନ ନିୟମର ବ୍ୟବସ୍ଥା ମଧ୍ୟ ସବୁ ଅର୍ଥହୀନ। କାରଣ ଆରାଧନାର ଅନୁତାପ, ପାପର କ୍ଷମା ଓ ପ୍ରାୟଶ୍ଚିତ୍ତ ଅଛି। ଏଥିପାଇଁ ଆରାଧନାର ପ୍ରତ୍ୟେକ ସମୟକୁ ଗମ୍ଭୀରତାରେ ଏବଂ ସମ୍ପୂର୍ଣ୍ଣ ସାବଧାନତାର ସହିତ ନେବା ଉଚିତ। ଆରାଧନା କ'ଣ? କ'ଣ ଏହା କେବଳ ପ୍ରାର୍ଥନା କରିବା ଓ ସ୍ତୁତି କରିବା? ଆମ୍ଭମାନଙ୍କୁ ତାହାର ମହତ୍ତ୍ୱ ଓ ଅର୍ଥକୁ ବୁଝୁଥାଇ ପ୍ରାର୍ଥନା ଓ ସ୍ତୁତି କରିବା ଉଚିତ। ଆମ୍ଭମାନଙ୍କ ପ୍ରାର୍ଥନା ଓ ସ୍ତୁତିରେ ଆପଣା ସମ୍ପୂର୍ଣ୍ଣ ହୃଦୟ, ଆପଣା ସମ୍ପୂର୍ଣ୍ଣ ମନ, ଆପଣା ସମ୍ପୂର୍ଣ୍ଣ ଶକ୍ତି ଓ ଆପଣା ସମ୍ପୂର୍ଣ୍ଣ ଆତ୍ମାରେ କରିଥିବା ଅନୁତାପ ହେବା ଉଚିତ।
ଅନୁତାପ ମାଧ୍ୟମରେ ପରମେଶ୍ୱରଙ୍କ ଠାରୁ କ୍ଷମା ମାଗିବାର ପଥ ଆରାଧନା ଯାହା ଆଜି ଆମ୍ଭେମାନେ କରୁଅଛୁ। ପୁରାତନ ନିୟମର ସମୟରେ ଲୋକମାନେ ଏହା କହୁଥାଇ କି ମୁଁ ଏହି ପଶୁ ତୁଲ୍ୟ ମରିବାର ଯୋଗ୍ୟ ଅଟେ। ପଶୁମାନଙ୍କ ସହିତ କ'ଣ କରୁଥିଲେ? ସେମାନେ ସେମାନଙ୍କୁ ବଧ କରୁଥିଲେ। ସେଠାରେ ପଶୁ ରକ୍ତ ନିର୍ଗତ କରୁଥିଲେ। ପଶୁମାନଙ୍କ ମୃତ୍ୟୁ ଆମ୍ଭମାନଙ୍କ ମୃତ୍ୟୁର ବଦଳରେ ଥିଲା। ଆମ୍ଭେ ସେମାନଙ୍କ ସମାନ ମରିବାକୁ ଯାଉଥିଲୁ, କିନ୍ତୁ ଆମ୍ଭମାନଙ୍କ ପରିବର୍ତ୍ତେ ପଶୁ ବଳି ହୋଇ ମରିଗଲେ। ଏହି ଅର୍ଥରେ ପରମେଶ୍ୱରଙ୍କୁ ପଶୁ ଉତ୍ସର୍ଗ କରିବାର ବଳିଦାନ ଥିଲା। ବିଶ୍ରାମ ଦିନର ବଳିଦାନ ଥିଲା। ପ୍ରତ୍ୟେକ ସକାଳ ଓ ଅପରାହ୍ନର ଦୈନିକ ହୋମ ବଳି ଥିଲା। ଆଉ ପ୍ରତ୍ୟେକ ବାର୍ଷିକ ପର୍ବର ବଳିଦାନ ଥିଲା। ଯଦି ଆମ୍ଭମାନଙ୍କ ନିମନ୍ତେ ଏହି ଆରାଧନା ନ ହୁଅନ୍ତା, ତେବେ ଆମ୍ଭମାନଙ୍କ ନିମନ୍ତେ ରକ୍ଷା ପାଇବାର ଅନନ୍ତ ଜୀବନ ପ୍ରାପ୍ତ କରିବା ବା ସ୍ୱର୍ଗ ଯିବାର କୌଣସି ପଥ ହେବ ନାହିଁ। ଏଥିପାଇଁ ଆରାଧନା ଆମ୍ଭମାନଙ୍କ ନିମନ୍ତେ ବହୁତ ମହତ୍ୱପୂର୍ଣ୍ଣ। ପ୍ରତ୍ୟେକ ଆରାଧନା ଦ୍ୱାରା ଆମ୍ଭେ ଆପଣା ପାପ ବିଷୟରେ ଚିନ୍ତା କରିଥାଉ। ଏଥିପାଇଁ ଆଜି ଆମ୍ଭେ ଆପଣା ପାପର ଅନୁତାପ କରୁଥାଇ ବିଶ୍ରାମ ଦିନ ପାଳନ କରୁଅଛୁ। ଆରାଧନା କେବଳ ସ୍ତୁତି କରିବା, ପ୍ରାର୍ଥନା କରିବା ଓ ପାଦ୍ରୀଙ୍କର ଉପଦେଶ ଶୁଣିବା ନୁହେଁ। ଆରାଧନା ସମୟରେ ଆମ୍ଭମାନଙ୍କୁ ପରମେଶ୍ୱରଙ୍କ ସମ୍ମୁଖରେ ପଶ୍ଚାତାପି ଓ ଦୁଃଖୀ ମନରେ ଯିବା ଉଚିତ। ମରିବାକୁ ଯୋଗ୍ୟ ଥିବା ପାପୀଙ୍କ ନିମନ୍ତେ ମେଷ ଶାବକ, ପୁରୁଷ ବା ଗୋବତ୍ସର ବଳି କରାଯାଉଥିଲା। ଆମ୍ଭମାନଙ୍କୁ ଜାଣିବା ଉଚିତ କି ଆମ୍ଭେ ଠିକ୍ ସେହି ପ୍ରକାର ମରିବାର ଯୋଗ୍ୟ ଅଟୁ ଯେଉଁ ପ୍ରକାର ପଶୁମାନଙ୍କ ବଳି କରାଯାଉଥିଲା। ଆମ୍ଭମାନଙ୍କ ପରିବର୍ତ୍ତେ ପରମେଶ୍ୱରଙ୍କୁ ଉତ୍ସର୍ଗ କରାଯିବାର ନୈବେଦ୍ୟର ବଳି କରାଯାଇଥିଲା। ଏଥିପାଇଁ ବିଶ୍ରାମ ଦିନର ଆରାଧନା ଦ୍ୱାରା ଆମ୍ଭମାନଙ୍କୁ ଖ୍ରୀଷ୍ଟଙ୍କ ବଳିଦାନର ସ୍ମରଣ କରିବା ଉଚିତ, ଯିଏ ପୃଥିବୀରେ ଆସି ଆମ୍ଭମାନଙ୍କ ପରିବର୍ତ୍ତେ କ୍ରୁଶରେ ଆପଣା ବଳିଦାନ କଲେ। ଅନୁଗ୍ରହର ସିଂହାସନ ସମ୍ମୁଖରେ ଆତ୍ମବିଶ୍ୱାସର ସହିତ ଯିବା ପାଇଁ ଆମ୍ଭମାନଙ୍କୁ ପ୍ରତ୍ୟେକ ଦିନ ସ୍ୱୟଂକୁ ନେଇ ବିଚାର କରିବା ଉଚିତ। ଏଥିପାଇଁ ଆମ୍ଭେମାନେ ଆରାଧନାରେ ଭାଗ ନେଉଅଛୁ, ହଁ ନା? ପୁରାତନ ନିୟମର ସମସ୍ତ ବଳିଦାନରେ ପାପୀମାନଙ୍କ ଅନୁତାପ ଓ ପରମେଶ୍ୱରଙ୍କ ପ୍ରାୟଶ୍ଚିତ ରହିଛି। ଆସନ୍ତୁ ଆମ୍ଭେମାନେ ଲେବୀ ପୁସ୍ତକ ଅଧ୍ୟାୟ 16ରୁ ଏହି ବିଷୟର ପୁଷ୍ଟି କରିବା। ଅଧ୍ୟାୟ 16 ପଦ 6। ଆଉ ହାରୁଣ ଆପଣା ନିମନ୍ତେ ପାପାର୍ଥକ ବଳିର ଯେଉଁ ଗୋବତ୍ସ ତାକୁ ଆଣି ଆପଣା ନିମନ୍ତେ ଓ ଆପଣା ଘର ନିମନ୍ତେ ପ୍ରାୟଶ୍ଚିତ କରିବ। ତହୁଁ ସେହି ଦୁଇ ଛାଗ ନେଇ ସମାଗମ ତମ୍ବୁ ଦ୍ୱାର ନିକଟରେ ସଦାପ୍ରଭୁଙ୍କ ସମ୍ମୁଖରେ ଠିଆ କରାଇବ। ପୁଣି ହାରୁଣ ସେହି ଦୁଇ ଛାଗ ମଧ୍ୟରେ ଗୁଲିବାଣ୍ଟ କରିବ। ତହିଁରୁ ଗୋଟିଏ ସଦାପ୍ରଭୁଙ୍କ ନିମନ୍ତେ ଓ ଅନ୍ୟଟି ତ୍ୟାଗ ନିମନ୍ତେ ହେବ। ପୁଣି ଯେଉଁ ଛାଗ ଗୁଲିବାଣ୍ଟରେ ସଦାପ୍ରଭୁଙ୍କ ନିମନ୍ତେ ହେବ, ହାରୁଣ ତାକୁ ନେଇ ପାପାର୍ଥକ ବଳିଦାନ କରିବ। ମାତ୍ର ଯେଉଁ ଛାଗ ଗୁଲିବାଣ୍ଟ ଦ୍ୱାରା ତ୍ୟାଗ ନିମନ୍ତେ ହେବ, ସେ ଯେପରି ତ୍ୟାଗ ନିମନ୍ତେ ପ୍ରାନ୍ତରକୁ ପଠାଯାଇପାରିବ, ଏଥିପାଇଁ ତାହା ନିମନ୍ତେ ପ୍ରାୟଶ୍ଚିତ କରିବାକୁ ସଦାପ୍ରଭୁଙ୍କ ସମ୍ମୁଖରେ ତାକୁ ଜିଅନ୍ତା ଠିଆ କରିବ। ବାରମ୍ବାର କୁହାଯାଏ କି ଆମ୍ଭମାନଙ୍କ ପାପର ପ୍ରାୟଶ୍ଚିତ ହୁଏ ଆଉ ସେମାନେ କ୍ଷମା କରାଯାନ୍ତି। ଆମ୍ଭମାନଙ୍କୁ ପାପର କ୍ଷମା ମିଳିଥାଏ। ଏହା ହେଉଛି ଆରାଧନାର ମୁଖ୍ୟ ଉଦ୍ଦେଶ୍ୟ। ଯଦି ଆମ୍ଭେ ପରମେଶ୍ୱରଙ୍କ ଆରାଧନା ଆପଣା ଶରୀରରେ ଉପସ୍ଥିତି ସହିତ କରିଥାଉ, ତେବେ ଏହା ଏପରି ବିଷୟ ହେବ ଯାହାକୁ ନେଇ ଆମ୍ଭମାନଙ୍କୁ ସତର୍କ ରହିବା ଉଚିତ। ପୁରାତନ ନିୟମର ସମୟରେ ପଶୁମାନେ ଆମ୍ଭମାନଙ୍କ ପାପ ବହନ କଲେ, କିନ୍ତୁ ଏହା ନୂତନ ନିୟମର ଯୁଗରେ ଆମ୍ଭମାନଙ୍କ ପାପକୁ କିଏ ବହନ କରୁଛନ୍ତି? ସ୍ୱର୍ଗୀୟ ପିତା ଓ ସ୍ୱର୍ଗୀୟ ମାତା, ଯାହାଙ୍କୁ ଉଦ୍ଧାରକର୍ତ୍ତାଙ୍କ ସହିତ ତୁଳନା କରାଯାଇଅଛି, ଆମ୍ଭମାନଙ୍କ ସମସ୍ତ ପାପ ବହନ କରୁଛନ୍ତି। ସେମାନେ ଆମ୍ଭମାନଙ୍କ ପାପର ଭାର ଉଠାଉଛନ୍ତି। ଆମ୍ଭେମାନେ ସ୍ୱର୍ଗରେ ପାପ କରିଥିଲୁ ଆଉ ଏହି ପୃଥିବୀରେ ମଧ୍ୟ ଘୃଣଯୋଗ୍ୟ ପାପ କରିଅଛୁ। କାରଣ ଏବେ ଆମ୍ଭେ ଖ୍ରୀଷ୍ଟଙ୍କ ଠାରେ ଅଛୁ, ଏଥିପାଇଁ ଆମ୍ଭମାନଙ୍କୁ ସେହି ପାପରେ ଆଉ ରହିବା ଉଚିତ ନୁହେଁ। ଆମ୍ଭମାନଙ୍କୁ ଏହି ସଂକଳ୍ପର ସହିତ ବିଶ୍ରାମ ଦିନ ପାଳନ କରିବା ଉଚିତ। ଆପଣା ଅତୀତର ପାପର ଅନୁତାପ କରୁଥାଇ ଓ ସ୍ୱର୍ଗୀୟ ପିତା ଓ ମାତାଙ୍କୁ, ଯେଉଁମାନେ ଆମ୍ଭମାନଙ୍କୁ ପାପ କ୍ଷମା ଦେଉଛନ୍ତି, ମହିମା ଓ ଧନ୍ୟବାଦ ଦେଉଥାଇ, ଯେ ପର୍ଯ୍ୟନ୍ତ ଆମ୍ଭେ ସ୍ୱର୍ଗ ରାଜ୍ୟ ପର୍ଯ୍ୟନ୍ତ ପହଞ୍ଚି ନାହୁଁ, ସେ ପର୍ଯ୍ୟନ୍ତ ଆମ୍ଭମାନଙ୍କୁ ପ୍ରତ୍ୟେକ ଦିନ ଓ ପ୍ରତ୍ୟେକ ସପ୍ତାହ ଗୋଟିଏ ଗୋଟିଏ ପାଦ ପରମେଶ୍ୱରଙ୍କ ପାଖକୁ ଯିବା ଉଚିତ, ହଁ ନା?
ଲେବି ପୁସ୍ତକ ଅଧ୍ୟାୟ 16ରେ ପରମେଶ୍ୱର ତ୍ୟାଗ ନିମନ୍ତେ ଛାଗ ଓ ପାପ ବଳି ଛାଗ ବିଷୟରେ ପ୍ରାୟଶ୍ଚିତର ଅର୍ଥରେ ବୁଝାଇଲେ। ଆସନ୍ତୁ ଆମ୍ଭେମାନେ ପଦ 20କୁ ଯିବା। ଏହି ପ୍ରକାର ସେ ପବିତ୍ର ସ୍ଥାନ ଓ ସମାଗମ ତମ୍ବୁ ଓ ବେଦୀ ନିମନ୍ତେ ପ୍ରାୟଶ୍ଚିତ କରିସାରିଲା ଉତ୍ତାରେ ସେହି ଜିଅନ୍ତା ଛାଗକୁ ଆଣିବ। ପୁଣି ହାରୁଣ ସେହି ଜିଅନ୍ତା ଛାଗର ମସ୍ତକରେ ଆପଣା ଦୁଇ ହସ୍ତରେ ନିର୍ଭର ଦେଇ ତାହା ଉପରେ ଇସ୍ରାଏଲ ସନ୍ତାନଗଣର ସମସ୍ତ କଣ ଅପରାଧ ଓ ସମସ୍ତ ଅଧର୍ମ ଓ ସମସ୍ତ ପାପ ସ୍ୱୀକାର କରିବ। ଆଉ ତାହା ସବୁ ସେହି ଛାଗର ମସ୍ତକରେ ଅର୍ପଣ କରି ପ୍ରସ୍ତୁତ ଥିବା ମନୁଷ୍ୟ ହସ୍ତରେ ତାହାକୁ ପ୍ରାନ୍ତରକୁ ପଠାଇଦେବ। ତହିଁରେ ସେହି ଛାଗ ସେମାନଙ୍କର ସମସ୍ତ ଅପରାଧ ନରଶୂନ୍ୟ ଦେଶକୁ ଆପଣା ଉପରେ ବହି ନେବ। ଆଉ ସେ ସେହି ସ୍ଥାନରେ ସେହି ଛାଗକୁ ଛାଡ଼ିଦେବ। ଏହି ସମସ୍ତ ଦେଖାଇଥାଏ କି ପୁରାତନ ନିୟମରେ ଆରାଧନାର ମୁଖ୍ୟ ଶବ୍ଦ ପ୍ରାୟଶ୍ଚିତ। ସ୍ୱର୍ଗରେ ଆମ୍ଭମାନଙ୍କ ପାପ ଏତେ ଗମ୍ଭୀର ଥିଲା କି ମୋଶାଙ୍କ ସମୟଠାରୁ ଯୀଶୁଙ୍କ ପୃଥିବୀରେ ଆସିବାର ସମୟ ପର୍ଯ୍ୟନ୍ତ 1500 ବର୍ଷର ଲମ୍ବା ସମୟ ପର୍ଯ୍ୟନ୍ତ ଅସଂଖ୍ୟ ମେଷ ଓ ଛାଗର ନିରନ୍ତର ବଳି କରାଯାଇଥିଲା। ଯେତେବେଳେ କୌଣସି ପଶୁର ବଳି କରାଯାଏ ତେବେ ତାହା କେବଳ ପଶୁ ନୁହେଁ ଯାହା ବଧ ହୁଏ, ତାହା ବାସ୍ତବରେ ଆମ୍ଭେ ଅଟୁ ଯେଉଁମାନେ ବଧ କରାଯାଉଅଛୁ। ସେହି ପଶୁ ଆମ୍ଭମାନଙ୍କ ପାପର ପରିବର୍ତ୍ତେ ଥିଲା। ଏହା ହିଁ ପୁରାତନ ନିୟମ ଓ ନୂତନ ନିୟମରେ ଆରାଧନାର ମୂଳ ବିଷୟ। ପାପୀମାନଙ୍କୁ ପଶ୍ଚାତାପୀ ମନ ଓ ଏପରି ସଂକଳ୍ପର ସହିତ ପଶୁମାନଙ୍କର ମୃତ୍ୟୁ ଦେଖିବା ଉଚିତ କି ମୁଁ ଏହି ପ୍ରକାର ପାପ ଆଉ କେବେ କରିବି ନାହିଁ। ଯଦି ଆରାଧନା ନ ହୁଅନ୍ତା ତେବେ ଅନୁତାପ କରିବାର ପଥ ଓ ପ୍ରାୟଶ୍ଚିତ କରିବାର କୌଣସି ସୁଯୋଗ ନ ହୁଅନ୍ତା। ଆସନ୍ତୁ ଆମ୍ଭେମାନେ ଏବ୍ରୀ ଅଧ୍ୟାୟ 7କୁ ଯିବା। ଅଧ୍ୟାୟ 7 ପଦ 11। ଆହୁରି ମଧ୍ୟ ଯେଉଁ ଲେବୀୟ ଯାଜକତ୍ୱ ଅଧୀନରେ ଲୋକମାନେ ବ୍ୟବସ୍ଥା ପ୍ରାପ୍ତ ହେଲେ ସେହି ଯାଜକତ୍ୱ ଦ୍ୱାରା ଯଦି ସିଦ୍ଧି ଲାଭ ହୁଅନ୍ତା ତାହେଲେ ହାରୁଣଙ୍କ ଶ୍ରେଣୀ ଅନୁସାରେ ଗଣିତ ନ ହୋଇ ମଲ୍କିସେଦକଙ୍କ ସଦୃଶ ଅନ୍ୟ ଜଣେ ଯାଜକ ଉତ୍ପନ୍ନ ହେବାର ଆଉ କ'ଣ ଆବଶ୍ୟକ ଥିଲା? କାରଣ ଯାଜକତ୍ୱ ଯଦି ପରିବର୍ତ୍ତିତ ହୁଏ ତେବେ ବ୍ୟବସ୍ଥାର ମଧ୍ୟ ଅବଶ୍ୟ ପରିବର୍ତ୍ତନ ଘଟେ। ଯାଜକତ୍ୱ ହାରୁଣଙ୍କ ରୀତିରୁ ମଲ୍କିସେଦକଙ୍କ ରୀତିରେ ପରିବର୍ତ୍ତନ ହେଲା। ଆଉ ପୁରାତନ ନିୟମ ନୂତନ ନିୟମରେ ପରିବର୍ତ୍ତନ ହୋଇଗଲା। ଯେପରି କୁହାଯାଇଅଛି, ମାନବ ଜାତି ଲେବୀୟ ଯାଜକତ୍ୱ ଅର୍ଥାତ୍ ମୋଶାଙ୍କ ସମୟର ଯାଜକତ୍ୱ ଠାରୁ ସିଦ୍ଧି ପ୍ରାପ୍ତ କରିପାରିନଥାନ୍ତା। ସେହି ଆରାଧନା ସମ୍ପୂର୍ଣ୍ଣ ନଥିଲା, ମାତ୍ର ଏକ ପ୍ରତିରୂପ ଥିଲା। କିନ୍ତୁ ମଲ୍କିସେଦକଙ୍କ ରୀତିରେ କରାଯାଇଥିବା ଆରାଧନା ସମ୍ପୂର୍ଣ୍ଣ। ମଲ୍କିସେଦକଙ୍କ ରୀତିରେ କରାଯାଉଥିବା ଆରାଧନାର ସବୁଠାରୁ ମହତ୍ୱପୂର୍ଣ୍ଣ ବିଷୟ ଏହା କି ପରମେଶ୍ୱର ଆମ୍ଭମାନଙ୍କ ପାପକୁ ବହନ କରିଛନ୍ତି। ହଁ ନା? ପିତା ପରମେଶ୍ୱର ଓ ମାତା ପରମେଶ୍ୱର ଆମ୍ଭମାନଙ୍କ ପାପକୁ କ୍ଷମା କରନ୍ତି ଓ ଆମ୍ଭମାନଙ୍କୁ ପରମେଶ୍ୱରଙ୍କ ସନ୍ତାନ ହେବାର ଅଧିକାର ଦିଅନ୍ତି ଓ ଆପଣା ବହୁମୂଲ୍ୟ ରକ୍ତ ଦ୍ୱାରା ଆମ୍ଭମାନଙ୍କ ସ୍ୱର୍ଗୀୟ ଘର ପୁନଃସ୍ଥାପିତ କରନ୍ତି, ଯାହାଦ୍ୱାରା ଆମ୍ଭେ ଅନନ୍ତ ଜୀବନ ଓ ଆଶୀର୍ବାଦ ପାଇପାରିବା। ଏହା ଆରାଧନା ମାଧ୍ୟମରେ ଆମ୍ଭମାନଙ୍କ ଉପରେ ଢଳାଯାଇଥିବା ପରମେଶ୍ୱରଙ୍କ ମହାନ ପ୍ରେମ। ହଁ ନା? ଏହି ବିଷୟକୁ ମନରେ ରଖୁଥାଇ ଆସନ୍ତୁ ଆମ୍ଭେମାନେ ଏବ୍ରୀ ଅଧ୍ୟାୟ 7 ପଦ 21କୁ ଯିବା। ପଦ 21 କହିଥାଏ, ଯେଣୁ ସେମାନେ ତ ବିନା ଶପଥରେ ଯାଜକ ହୋଇ ଅଛନ୍ତି, କିନ୍ତୁ ଯେ ତାହାଙ୍କ ବିଷୟରେ ଏହା କହିଅଛନ୍ତି, ପ୍ରଭୁ ଶପଥ କରିଅଛନ୍ତି ଆଉ ସେ ଅନୁତାପ କରିବେ ନାହିଁ କି ତୁମ୍ଭେ ଅନନ୍ତକାଳୀନ କ'ଣ ଅଟ? ଅନନ୍ତକାଳୀନ ଯାଜକ ଅଟ। ତାହାଙ୍କ ଦ୍ୱାରା ସେ ଶପଥ ସହକାରେ ଯାଜକ ହୋଇଅଛନ୍ତି। ସେହି ପ୍ରକାର ଯୀଶୁ ଶ୍ରେଷ୍ଠତର ନିୟମର ମଧ୍ୟସ୍ଥ ହୋଇଅଛନ୍ତି। ସେହି ଯାଜକମାନେ ତ ବହୁ ସଂଖ୍ୟାରେ ନିଯୁକ୍ତ ହୋଇଅଛନ୍ତି, କାରଣ ମୃତ୍ୟୁ ସେମାନଙ୍କୁ ଚିରସ୍ଥାୟୀ ହେବାକୁ ଦେଇନାହିଁ। କିନ୍ତୁ ସେ ନିତ୍ୟସ୍ଥାୟୀ ହେବାରୁ କେଉଁ ପ୍ରକାର ଅପରିବର୍ତ୍ତନୀୟ ଯାଜକତ୍ୱ ପ୍ରାପ୍ତ ହୋଇଅଛନ୍ତି। ଯୀଶୁ ଏହି ପୃଥିବୀକୁ ଆସି ନୂତନ ନିୟମର ଯାଜକତ୍ୱରୁ ମାନବ ଜାତି ନିମନ୍ତେ ସ୍ୱୟଂର ବଳିଦାନ କରିଥିଲେ। ଏହି ଆରାଧନା କେଉଁ ପ୍ରକାରର ଯାଜକତ୍ୱ? ଏହି ଯାଜକତ୍ୱ ଅଟଳ। ତାଙ୍କ ଯାଜକତ୍ୱ କେବେ ପରିବର୍ତ୍ତନ ହୋଇପାରିବ ନାହିଁ। ଏହା ଅଟଳ। ଯଦି ଯୀଶୁଙ୍କ ପାଖରେ ଯାଜକତ୍ୱ ଅଛି ତେବେ କ'ଣ ଏହାର ଅର୍ଥ ଏହା ନୁହେଁ କି ପରମେଶ୍ୱରଙ୍କୁ ଉତ୍ସର୍ଗ କରିବା ପାଇଁ ବଳିଦାନ ଅଛି? କେବଳ ଯେତେବେଳେ ବଳିଦାନ ହୁଏ ତେବେ ଯାଜକତ୍ୱ ଓ ଯାଜକର ଆବଶ୍ୟକତା ହୋଇଥାଏ। ହଁ ନା? ଆସନ୍ତୁ ଆମ୍ଭେମାନେ ପଦ 25ର ସହିତ
ଜାରି ରହିବା। ଅତଏବ ତାହାଙ୍କ ଦ୍ୱାରା ଯେଉଁମାନେ ଈଶ୍ୱରଙ୍କ ନିକଟବର୍ତ୍ତୀ ହୁଅନ୍ତି ସେମାନଙ୍କୁ ସେ ସମ୍ପୂର୍ଣ୍ଣ ରୂପେ ପରିତ୍ରାଣ ଦେବାକୁ ସକ୍ଷମ ଅଟନ୍ତି। ସେ କାହା ଦ୍ୱାରା ସେମାନଙ୍କୁ ପରିତ୍ରାଣ ଦେଇପାରିବେ? ଯୀଶୁ ସେହି ଯାଜକତ୍ୱ ଦ୍ୱାରା ଯାହା ତାଙ୍କ ପାଖରେ ଅସ୍ଥାୟୀ ଭାବରେ ଅଛି ପରମେଶ୍ୱରଙ୍କ ପାଖରେ ଆସୁଥିବା ବ୍ୟକ୍ତିଙ୍କ ସମ୍ପୂର୍ଣ୍ଣ ଭାବରେ ପରିତ୍ରାଣ ଦେଇପାରିବେ। ଯେଣୁ ସେମାନଙ୍କ ନିମନ୍ତେ ନିବେଦନ କରିବା ପାଇଁ ସେ ନିତ୍ୟ ଜୀବିତ। ଏହା ସେହି ବିଷୟ ଯାହା ବାଇବେଲ ଆମ୍ଭମାନଙ୍କୁ ଶିକ୍ଷା ଦେଉଅଛି। ତେବେ ଯୀଶୁଙ୍କ ପାଖରେ କେଉଁ ପ୍ରକାରର ଯାଜକତ୍ୱ ଅଛି? ଆସନ୍ତୁ ଆମ୍ଭେମାନେ ଏବ୍ରୀ ଅଧ୍ୟାୟ 5 ପଦ 8 ଦେଖିବା। ପୁତ୍ର ହେଲେ ହେଁ ଦୁଃଖ ଭୋଗ ଦ୍ୱାରା ଆଜ୍ଞାବହତା ଶିକ୍ଷା କଲେ, ପୁଣି ସିଦ୍ଧ ହୋଇ ନିଜ ଆଜ୍ଞାକାରୀମାନଙ୍କ ପ୍ରତି ଅନନ୍ତ ପରିତ୍ରାଣର କାରଣ ସ୍ୱରୂପ ହେଲେ। ଏହେତୁ ସେ ଈଶ୍ୱରଙ୍କ କର୍ତ୍ତୃକ ମଲ୍କିସେଦଙ୍କ ସଦୃଶ କାହା ନାମ ପ୍ରାପ୍ତ ହେଲେ? ମହାଯାଜକ ବୋଲି ନାମ ପ୍ରାପ୍ତ ହେଲେ। ଏହି ତଥ୍ୟ କି ମହାଯାଜକ ଦେଖାଇଥାଏ କି ବଳିଦାନ ଅର୍ଥାତ୍ ପରମେଶ୍ୱରଙ୍କ ଆରାଧନା ଅଟେ। କାରଣ ଯୀଶୁ ମଲ୍କିସେଦଙ୍କ ସଦୃଶ ମହାଯାଜକ ଅଟନ୍ତି। ଏଥିପାଇଁ ଆମ୍ଭମାନଙ୍କୁ ସଠିକ ଭାବରେ ଏହା ବୁଝିବା ଉଚିତ କି ମଲ୍କିସେଦକଙ୍କ ରୀତି କ'ଣ। ମଲ୍କିସେଦକ ଆଦି ପୁସ୍ତକ ଅଧ୍ୟାୟ 14 ପଦ 17ରେ ଦେଖାଯାଏ। ସେ ଯାଜକ ଥିଲେ ଯେ ଅବ୍ରାହମକୁ ନୈବେଦ୍ୟ ଉତ୍ସର୍ଗ କରିବା ସମୟରେ ତାଙ୍କୁ ରୁଟି ଓ ଦ୍ରାକ୍ଷାରସ ଦ୍ୱାରା ଆଶୀର୍ବାଦ କରିଥିଲେ। ଯଦି ଯୀଶୁ ମଲ୍କିସେଦକଙ୍କ ରୀତିରେ ମହାଯାଜକ ଅଟନ୍ତି ତେବେ ଏହାର ଅର୍ଥ ଏହା ହେବ କି ସେ ସେହି ଯାଜକତ୍ୱ ତାହାର ବିଧି ଓ ପ୍ରଣାଳୀର ପାଳନ କରନ୍ତି, ହଁ ନା? ଏପରି କିଏ କରିଥିଲେ? ବାଇବେଲ କହେ କି ଯୀଶୁ ଖ୍ରୀଷ୍ଟ ମଲ୍କିସେଦକଙ୍କ ରୀତିରେ ମହାଯାଜକ ଅଟନ୍ତି। ତେବେ ଆସନ୍ତୁ ଆମ୍ଭେମାନେ ମାଥ୍ୟୁ ଅଧ୍ୟାୟ 26 ପଦ 17ରେ ଏହା ଦେଖିବା କି ଯୀଶୁ ମଲ୍କିସେଦକଙ୍କ ଯାଜକତ୍ୱକୁ କେମିତି ପରିଣାମ ଦେଲେ। ପରେ ଖମିର ଶୂନ୍ୟ ରୁଟିର ପର୍ବର ପ୍ରଥମ ଦିନରେ ଶିଷ୍ୟମାନେ ଯୀଶୁଙ୍କ ନିକଟକୁ ଆସି ପଚାରିଲେ, ଆମ୍ଭେମାନେ କେଉଁ ସ୍ଥାନରେ ଆପଣଙ୍କ ନିମନ୍ତେ ନିସ୍ତାର ପର୍ବର ଭୋଜ ପ୍ରସ୍ତୁତ କରି ବୋଲି ଆପଣ ଇଚ୍ଛା କରନ୍ତି? ମଲ୍କିସେଦକଙ୍କ ଚିହ୍ନ ରୁଟି ଓ ଦ୍ରାକ୍ଷାରସ। ଆସନ୍ତୁ ଆମ୍ଭେମାନେ ଦେଖିବା କି ଯୀଶୁ ଖ୍ରୀଷ୍ଟ ଯେ ମଲ୍କିସେଦକଙ୍କ ରୀତିରେ ଚାଲିଥିଲେ ମହାଯାଜକର ଯାଜକତ୍ୱକୁ କେମିତି ପୂର୍ଣ୍ଣ କଲେ। ଆଉ ସେମାନେ ଭୋଜନ କରୁଥିବା ସମୟରେ ଯୀଶୁ କ'ଣ ଘେନିଲେ? ରୁଟି ଘେନି ଆଶୀର୍ବାଦ କଲେ ଓ ତାହା ଭାଙ୍ଗି ଶିଷ୍ୟମାନଙ୍କୁ ଦେଇ କହିଲେ, ନିଅ ଭୋଜନ କର, ଏହା ମୋର ଶରୀର। ପୁଣି ସେ ପାନପାତ୍ର ଘେନି ଧନ୍ୟବାଦ ଦେଲେ ଓ ସେମାନଙ୍କୁ ଦେଇ କହିଲେ, ଏଥିରୁ ସମସ୍ତେ ପାନ କର, କାରଣ ଯେଉଁ ନିୟମର ରକ୍ତ ଅନେକଙ୍କ ନିମନ୍ତେ କେଉଁ ଉଦ୍ଦେଶ୍ୟରେ? ପାପ କ୍ଷମା ଉଦ୍ଦେଶ୍ୟରେ ପାତିତ ହେଉଅଛି, ଏ ମୋହର ସେହି ରକ୍ତ। ଯେଉଁ ପ୍ରକାର ମଲ୍କିସେଦକ ରୁଟି ଓ ଦ୍ରାକ୍ଷାରସ ଦ୍ୱାରା ଅବ୍ରାହମକୁ ଆଶୀର୍ବାଦ କରିଥିଲେ, ଠିକ୍ ସେହି ପ୍ରକାର ନୂତନ ନିୟମ ସମୟରେ ମଲ୍କିସେଦକଙ୍କ ଯାଜକ ପଦପ୍ରାପ୍ତ ଖ୍ରୀଷ୍ଟ ମହାଯାଜକ ରୂପରେ କ'ଣ କଲେ? ସେ ରୁଟି ଓ ଦ୍ରାକ୍ଷାରସ ଦ୍ୱାରା କ'ଣ ସ୍ଥାପିତ କଲେ? ସେ ନୂତନ ନିୟମ ସ୍ଥାପିତ କଲେ। ନୂତନ ନିୟମ ବିଷୟରେ ଯୀଶୁ ଯୋହନ ଅଧ୍ୟାୟ 6 ପଦ 54ରେ କହିଲେ ଯେ ମନୁଷ୍ୟ ପୁତ୍ରଙ୍କର ମାଂସ ଖାଏ ଓ ତାହାର ରକ୍ତ ପାନ କରେ ସେ ଅନନ୍ତ ଜୀବନ ପ୍ରାପ୍ତ ହୁଏ, ଆଉ ମୁଁ ଶେଷ ଦିନରେ ତାହାକୁ ଉତ୍ଥାପନ କରିବି। କାରଣ ଆମ୍ଭମାନଙ୍କଠାରେ ମନୁଷ୍ୟ ପୁତ୍ରଙ୍କର ମାଂସ ଓ ରକ୍ତ ଅଛି। ଏଥିପାଇଁ ପରମେଶ୍ୱର ଆମ୍ଭମାନଙ୍କୁ ଆପଣା ସନ୍ତାନଙ୍କ ରୂପରେ ସ୍ୱୀକାର କଲେ ଓ ଆମ୍ଭମାନଙ୍କ ଉପରେ ମୁଦ୍ରାଙ୍କିତ କଲେ, ହଁ ନା? ଭାଇ ଓ ଭଉଣୀମାନେ, ଏହି ନିୟମକୁ କାହା ଦ୍ୱାରା ପୁରା କରାଯାଏ? ଏହା ଆରାଧନା ଦ୍ୱାରା ପୁରା କରାଯାଏ। ନିସ୍ତାର ପର୍ବ ଯେଉଁଥିରେ ନୂତନ ନିୟମର ଘୋଷଣା କରାଯାଇଥିଲା, ଏକ ଆରାଧନା। ଆଉ ଯେମିତି ଯୀଶୁ ମାର୍କ ଅଧ୍ୟାୟ 2ରେ କହିଥିଲେ, ମନୁଷ୍ୟ ପୁତ୍ର ବିଶ୍ରାମବାରର ମଧ୍ୟ ପ୍ରଭୁ ଅଟନ୍ତି। ବିଶ୍ରାମବାର ମଧ୍ୟ ଆରାଧନା ଅଟେ। ଆଉ ଦୈନିକ ହୋମ ବଳି ମଧ୍ୟ ଆରାଧନା। ଆମ୍ଭ ପାପୀମାନଙ୍କ ନିମନ୍ତେ ଅନୁତାପ କରିବା, ପାପର କ୍ଷମା ପାଇବା ଓ ଅନନ୍ତ ସ୍ୱର୍ଗରାଜ୍ୟକୁ ପୁନଃସ୍ଥାପିତ କରିବାର ସମସ୍ତ ଚରଣରେ ଯଦି ଆରାଧନା ନ ହୁଅନ୍ତା ତେବେ ପାପର କ୍ଷମା ବା ଅନୁତାପ ନ ହୁଅନ୍ତା। ଆମ୍ଭେ ସମସ୍ତେ ସ୍ୱର୍ଗ ରାଜ୍ୟରେ ଯିବାକୁ ଚାହୁଁଅଛୁ। କେବଳ ଏହି ତଥ୍ୟ କି ଆମ୍ଭେ ପରମେଶ୍ୱରଙ୍କୁ ଏପରି ସତ୍ୟ ଆରାଧନା ଉତ୍ସର୍ଗ କରୁଅଛୁ ଯାହା ପରମେଶ୍ୱର ଗ୍ରହଣ କରନ୍ତି ଦେଖାଉଅଛି କି ଆମ୍ଭେ ଦୁନିଆରେ 7.7 ଆରବ ଲୋକଙ୍କ ମଧ୍ୟରୁ ସବୁଠାରୁ ଧନ୍ୟ ଲୋକ ଅଟୁ, ହଁ ନା? କାରଣ ମଲ୍କିସେଦଙ୍କ ରୀତି ଅଟଳ ଯାଜକ ପଦ ଓ ଏହି ଆରାଧନା କଦାପି ପରିବର୍ତ୍ତନ ହେବ ନାହିଁ। ଏଥିପାଇଁ ଆସନ୍ତୁ ଆମ୍ଭେ ନୂତନ ନିୟମରେ ଶେଷ ପର୍ଯ୍ୟନ୍ତ ରହିବା ଆଉ ପିତା ଓ ମାତାଙ୍କୁ ମହିମା ଦେଇ
ଆପଣା ସ୍ୱର୍ଗୀୟ ଘର ଫେରିଯିବା। ଏହା ସହିତ ଆଜିର ଉପଦେଶ ସମାପ୍ତ କରିବାକୁ ଚାହିଁବି। ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ।